ଦେବନ୍ତ ମହୋତ୍ସବ ଉପଲକ୍ଷେ ହୋଇଥିବା ପଲ୍ଲିଶ୍ରୀ ମେଳା ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ଇତିମଧ୍ୟରେ ସରିଯାଇଛି। ମାଲ୍ୟବନ୍ତ ଉତ୍ସବ ପଲ୍ଲିଶ୍ରୀ ମେଳାର ମୁଖ୍ୟ ଆକର୍ଷଣ ଥିଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର କୋୟା ଆଦିବାସୀ ସମ୍ପ୍ରଦାୟଙ୍କ କୁଟୀର ଓ ସେମାନଙ୍କ ପାରମ୍ପରିକ ସାମଗ୍ରୀ ପ୍ରଦର୍ଶନ। ସ୍ୱତନ୍ତ୍ର ଏହି ପଲ୍ଲିଶ୍ରୀ ମେଳାରେ ସମ୍ବଲପୁରୀ ଶାଢ଼ୀ ଓ ପୋଷାକ ଭଲ ବିକ୍ରି ହୋଇଥିବା ବେଳେ ଠିକ୍ ସେହିପରି ଖାଦ୍ୟ ମେଳାରେ ଠୁଙ୍ଗା ପୁରୀ ଓ ମଥୁରା କେକ୍, ରାବିଡ଼ି, ଆଇସ୍କ୍ରିମ୍ ବିଭିନ୍ନ ସାମଗ୍ରୀ ଭଲ ବିକ୍ରି ହୋଇଥିଲା। ଲୋକମାନେ ମାଲ୍ୟବନ୍ତ ମହୋତ୍ସବ ଦେଖିବା ସଙ୍ଗେ ସଙ୍ଗେ ପଲ୍ଲିଶ୍ରୀ ମେଳାରେ ବୁଲାବୁଲି କରି ମଜା ଉଠାଇଥିଲେ। ପଲ୍ଲିଶ୍ରୀ ମେଳାରେ ପ୍ରାୟ 3 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଥିବାର ଜଣାପଡ଼ିଛି। ମୁଦୁଲିପଡ଼ା ବଣ୍ଡାଘାଟିର ଆଦିମ ବଣ୍ଡା ଜନଜାତିର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନେ ମାଲ୍ୟବନ୍ତ ମହୋତ୍ସବ ପଲ୍ଲିଶ୍ରୀ ମେଳାରେ ସେମାନଙ୍କର ପାରମ୍ପରିକ ଅଳଙ୍କାର, ବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟାଳୟର ଉନ୍ନୟନ ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା। ପଲ୍ଲିଶ୍ରୀ ମେଳାରେ ପୁଷ୍ପ ପ୍ରଦର୍ଶନୀ ସାଙ୍ଗକୁ ସେଲ୍ଫି ପଏଣ୍ଟ ମଧ୍ୟ କରାଯାଇଥିଲା। ପଲ୍ଲିଶ୍ରୀ ମେଳା ବହୁତ ବଢ଼ିଆ ଲାଗିଲା। ସବୁ ଚାରିଆଡ଼ୁ ଆସୁଛନ୍ତି ମାଆ ମାନେ ତାଙ୍କର ପ୍ରଡ଼କ୍ଟ ଧରିକି। ତ ଆଜି ଲାଷ୍ଟ ଡେ ଦେଖୁଛୁ ଆଉ ଜିନିଷ ଗୁଡ଼ାକ ନେଇକି ଯାଉଛୁ। ବହୁତ ଭଲ ହେଇଛି। ପ୍ରାୟ ଗୋଟେ 3 କୋଟି ଟଙ୍କାର ବିକ୍ରି ହେଇଛି।